ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ସାମାଜିକ ବହି ଆମ ବିଚିତ୍ର ବିଶ୍ୱର ଖାଦ୍ୟର ରହସ୍ୟ ସମ୍ପର୍କରେ ଆଲୋଚନା କରିବା। ତ ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ଋତୁକାଳୀନ ଫଳ ଖାଇବା। ତେବେ ଆମର ଶିକ୍ଷଣ ଉଦ୍ଦେଶ୍ୟ ସବୁ ରହିଛି କଣ କଣ? କେଉଁ ଋତୁରେ କେଉଁ ଫଳ ମିଳେ ତାହା ତୁମେମାନେ କହିବ। ତା ସହିତ ପରିବା ହାଟରେ ଆମେ କିପରି ସତେଜ ପରିବା ପାଇଥାଉ ସେ ସମ୍ପର୍କରେ ମଧ୍ୟ ତୁମେମାନେ କହିବ। ଠିକ ଅଛି। ତା ସହ ଦେଖିବା ଯେଉଁ ଅନୁସନ୍ଧାନୀ ଝିଅ ଆମେ ଦେଖିଥିଲେ ଦିଶା, ସେ ଆଗକୁ କଣ କଣ ସବୁ କରୁଛି ସେକୁ ଆମେ ଏବେ ଦେଖିବା। ତ ଦିଶା କଣ ଦେଖିଲା ନା ଜାଣିବାକୁ ପାଇଲା ଯେ ଖାଦ୍ୟ ସମ୍ପର୍କିତ ଅନେକ ପାରମ୍ପରିକ ଅଭ୍ୟାସ ପରିବାରର ଗୋଟିଏ ପିଢିରୁ ଅନ୍ୟ ପିଢିକୁ ଯାଇଥାଏ। ତ ଯେତେବେଳେ ସେମାନେ ଗୋଟେ ପରିବାରର ଗୋଟେ ପିଢି ଗୋଟେ ଖାଦ୍ୟ ଅଭ୍ୟାସ ରଖିଥାନ୍ତି, ତାକୁ ଅନୁସରଣ କରି ତାଙ୍କର ଯୋଉ ପରବର୍ତ୍ତୀ ପିଢି ମାନେ ଆସନ୍ତି ସେମାନେ ତାକୁ ଅନୁକରଣ କରନ୍ତି, ଆଉ ସେଇ ହିସାବରେ ସେମାନେ କାର୍ଯ୍ୟ ମଧ୍ୟ କରିଥାନ୍ତି। ଆଉ ସେଇ ଯୋଉ ପିଢି ପରେ ପିଢି ସେ ଖାଦ୍ୟ ଅଭ୍ୟାସକୁ ସେମାନେ ବଜାୟ ରଖିଥାନ୍ତି। ତେଣୁ ସେ କଣ କଲା ନା ଅନୁସନ୍ଧାନର ତଥ୍ୟକୁ ନେଇ ମୋ ଖାଦ୍ୟ ମୋ ଗର୍ବ ନାମକ ଡାଏରୀ ପ୍ରସ୍ତୁତ କଲା, ଯେଉଁଥିରେ ତାର ପୂର୍ବ ପିଢିରେ କିପରି ସେମାନେ ଖାଦ୍ୟ ଗ୍ରହଣ କରୁଥିଲେ, ତାଙ୍କର ଖାଦ୍ୟ ଅଭ୍ୟାସ କିପରି ଥିଲା, ସେ ସବୁକୁ ସ୍ଥାନିତ କଲା। ବର୍ତ୍ତମାନ କଣ ଅଛି ସବୁ ସ୍ଥାନିତ କଲା। ତେବେ ଆସ ଆମେ ଦେଖିବା ସେଥିରେ ସିଏ କଣ ସବୁ ସ୍ଥାନିତ କରିଛି। ଦେଖିଲ ପିଲାମାନେ, ଏଇଟି ଗୋଟେ କେଉଁ ଚିତ୍ର? ଗୋଟେ ପରିବା ହାଟର ଚିତ୍ର, ନାଇଁ? ତାହେଲେ ପରିବା ହାଟରେ ଆମର ସବୁ ସତେଜ ପରିବା ଆମର ମିଳିଥାଏ ନା ନାଇଁ? ତେଣୁ ଆସ ସେଇ ପରିବା ହାଟ ଭ୍ରମଣ ଯିବା, ଯେଉଁଠିକି ଦିଶା ତା ଜେଜେ ସହିତ ଯାଇଥିଲା। କାରଣ ତା ଜେଜେବାପା କଣ କରନ୍ତି ନା ପ୍ରତିଦିନ ସିଏ ପରିବା ହାଟକୁ ଯାଆନ୍ତି, ସତେଜ ଫଳ ଆଉ ପନିପରିବା କିଣନ୍ତି। କାରଣ ପରିବା ହାଟରେ କୌଣସି ଫ୍ରିଜ ନଥାଏ ହେଲା। ତେଣୁ ସତେଜ ପରିବା ଆସେ ଆଉ ସତେଜ ଫଳ ପନିପରିବା ବିକ୍ରି ହୁଏ। ତେଣୁ ସେଠି ଗଲେ ତମେ ସତେଜ ଫଳ ଯୋଉଟା ଫ୍ରେଶ ତୋଳା ହେଇକି ଆସିଥିବ ସେ ଫଳ ଆଉ ପନିପରିବା ଆଦି ତମେ ସେଠି ପାଇବ। ତେଣୁ ତାଙ୍କ ସହ ସେ କଣ କଲା ନା ପରିବା ହାଟକୁ ଗଲା। କିଏ? ଦିଶା ଗଲା। ତ ପରିବା ହାଟରେ ବୁଲିବା ଖୁବ ମଜାଦାର ଥିଲା ଦିଶା ପାଇଁ। କାରଣ ଯେ ଯାଉଥିଲେ ବିଭିନ୍ନ ପରିବା ଦେଖୁଥିଲେ, ତାକୁ କିଣୁଥିଲେ। ତ ଆସ ଦେଖିବା। ତ ଦିଶା ଦେଖିଲା ଯେ ଜେଜେବାପା ବଜାରରେ ଫଳ କିମ୍ବା ପନିପରିବା କିଣିବା ପୂର୍ବରୁ କିପରି ଭଲ ଭାବରେ ସେ ତାକୁ ପରଖି ନଉଥିଲେ। ତା ଜେଜେବାପା କଣ କରୁଥିଲେ ନା ଫଳ ପନିପରିବାକୁ ଭଲ ଭାବରେ ଆଗ ପରଖୁଥିଲେ। ଯଦି ତାଙ୍କୁ ଭଲ ଲାଗୁଥିଲା ଯେ ପରିବାଟି ସ୍ୱାସ୍ଥ୍ୟକର ଅଛି, ତାଙ୍କ ପାଇଁ ହିତକର ରହିବ, ତାହେଲେ ଯାଇ ସିଏ ତାକୁ କିଣୁଥିଲେ। ଯଦି ପରିବାରରେ କୌଣସି ଖରାପ ଥିଲା ସେ ପରିବାକୁ ସିଏ କିଣୁ ନଥିଲେ। ତାହେଲେ ସତେଜ ଖାଦ୍ୟ କିପରି ଆମେ ଚିହ୍ନିବା? ଆସ ଦେଖିବା। ତ ହାଟରେ ବୁଲିଲା ବେଳେ ଦିଶା ଏକ ନୂଆ କଥା ଲକ୍ଷ୍ୟ କଲା। କଣ ଲକ୍ଷ୍ୟ କଲା? ସେ ଦେଖିଲା ଯେ ଜେଜେବାପା ବଜାରରେ ଫଳ କିମ୍ବା ପନିପରିବା କିଣିବା ପୂର୍ବରୁ ତାକୁ କିପରି ଭଲ ଭାବରେ ପରଖି ନେଉଥିଲେ। ତାକୁ ସେ ଭଲ ଭାବରେ ଦେଖୁଥିଲେ, ତାର ରଙ୍ଗ ଦେଖୁଥିଲେ, ସେଥିରେ କଣ କଣ ସବୁ ଅଛି ଦେଖୁଥିଲେ, କିଛି ପୋକ ଲାଗିଛି କି ଆଉ କଣ ହେଇଛି କି ଦେଖୁଥିଲେ। ତାପରେ ଯାଇ ତାକୁ ସିଏ କିଣୁଥିଲେ। ସବୁ ଦେଖି ଚାହିଁ ସତେଜ ଜିନିଷ ହିଁ କିଣିବା ଉଚିତ। ତ ଜେଜେ ସବୁବେଳେ କଣ କୁହନ୍ତି, ଯେତେବେଳେ ପରିବା କିଣୁଛ ପରିବାକୁ ଭଲ ଭାବରେ ଦେଖିବ, ତାକୁ ପରଖିବ, ସେଥିରେ କିଛି ପୋକ ଲାଗିଛି କି, ତାର ରଙ୍ଗରେ ପରିବର୍ତ୍ତନ ହୋଇଛି କି, କୋଉଠି କିଛି ଖରାପ ଅଛି କି, ସେ ସବୁ ଦେଖିକି ସତେଜ ପରିବା କିଣିବ। କାରଣ ସତେଜ ପରିବା ଖାଇଲେ ଆମ ଶରୀର ସୁସ୍ଥ ରହିବ ଆଉ ନିରୋଗ ମଧ୍ୟ ରହିବ। ତା ସହିତ ଆଉ କଣ ନା ଋତୁକାଳୀନ ଫଳ ଖାଇବ। ତ ସେଥିପାଇଁ ଗୋଟେ ଗପ ଦେଖ, ଯୋଉଟା ଦିଶା ତାଙ୍କ ଘରେ ହଉଥିଲା। କଣ କଥା ହଉଥିଲା ଦେଖ। ବର୍ଷା ହେଉଥିଲା, ଘରକୁ ଯିବା ବାଟରେ ବାପା ଲିଚୁ କୋଳି କିଣିଲେ। ତ ବର୍ଷା ଦିନେ ଆମର ଲିଚୁ କୋଳି ମିଳେ। ତ ଦିଶାର ବାପା ଯେତେବେଳେ ଘରକୁ ଫେରୁଥିଲେ ସେ କଣ କଲେ ନା ସାଙ୍ଗରେ କିଛି ଲିଚୁ କୋଳି ନେଇ ଆସିଲେ। ଦିଶା ଅତି ଆନନ୍ଦିତ ହୋଇ କହିଲା, ପ୍ରାୟ ଗୋଟିଏ ବର୍ଷ ପରେ ସ୍ଵାଦିଷ୍ଟ ଲିଚୁ କୋଳି ମିଳିଲା। ତାହେଲେ କଣ କହିଲା ଦିଶା? ଗୋଟେ ବର୍ଷ ପରେ ସେ ସ୍ଵାଦିଷ୍ଟ ଲିଚୁ କୋଳି ଖାଇଲା। କାହିଁକି ହେଇତ ଭାବିଲ?
କାରଣ ଲିଚୁ କୋଳି ବର୍ଷା ଋତୁରେ ହିଁ ମିଳେ, ତାପରେ ଆଉ ମିଳିବନି, କାରଣ ବର୍ଷା ଋତୁ ପୁଣି ଆସିଲେ ଯାଇ ଲିଚୁ କୋଳି ମିଳିବ। ତା ବାପା କହିଲେ ଲିଚୁ ଏକ ଋତୁକାଳୀନ ଫଳ, ତେଣୁ ଆମକୁ ଏଥିପାଇଁ ଅପେକ୍ଷା କରିବାକୁ ପଡିବ। ଯେହେତୁ ଲିଚୁ କେବଳ ବର୍ଷା ଋତୁରେ ମିଳିଥାଏ, ଅନ୍ୟ କୌଣସି ଦିନରେ ଆମେ ତାକୁ ସେ ସ୍ଵାଦିଷ୍ଟ ଲିଚୁ କୋଳି ଆମେ ପାଇପାରିବା ନାହିଁ। ତେଣୁ ଯେହେତୁ ଏକ ଋତୁକାଳୀନ ଫଳ, ଗୋଟେ ନିର୍ଦ୍ଦିଷ୍ଟ ଋତୁରେ ହିଁ ମିଳିବ। ସେ ଋତୁ ଚାଲିଗଲେ ପୁଣି ଆଗାମୀ ଆର ବର୍ଷ ଯେତେବେଳେ ଆଗାମୀ ବର୍ଷ ସେ ଋତୁ ଆସିବ, ସେ ପର୍ଯ୍ୟନ୍ତ ଆମକୁ ତାକୁ ଅପେକ୍ଷା କରିବାକୁ ପଡିବ। ଯଦି ଅପେକ୍ଷା ନ କରିବ, ଅପେକ୍ଷା ନ କଲେ ଆମେ ସେ ଫଳ ଖାଇପାରିବାନି, କାରଣ ସେଟା ଋତୁକାଳୀନ ଫଳ। ଯଦି ବି ମିଳିବ ସେଟା ଷ୍ଟୋରରେ ଥିବ ମିଳିବ, ଯୋଉଟା କି ଆମକୁ ସେତେ ସ୍ଵାଦିଷ୍ଟ ଲାଗିବ ନାହିଁ। ତେଣୁ ଋତୁକାଳୀନ ଖାଇଲେ ତାକୁ ସ୍ଵାଦିଷ୍ଟ ଲାଗିବ। ଯେତେବେଳେ ସମସ୍ତେ ଲିଚୁ କୋଳିର ଚୋପା ଛଡାଇଲେ, ଏହି ସ୍ଵାଦିଷ୍ଟ ଫଳକୁ ନିଜ ନିଜ ମଧ୍ୟରେ ବାଣ୍ଟିଲେ। ସେତେବେଳେ ଦିଶା ସମସ୍ତଙ୍କ ମୁହଁରେ ଖୁସିର ଭାବ ଦେଖିପାରିଲା। କାରଣ ଯେହେତୁ ସ୍ଵାଦିଷ୍ଟ ଲିଚୁ କୋଳି ସେମାନେ 1 ବର୍ଷ ପରେ ଖାଉଛନ୍ତି, ତେଣୁ ତାଙ୍କୁ ସେଟା ବହୁତ ଖୁସି ଲାଗିଲା। ବାପା ପୁଣି କହିଲେ, କିନ୍ତୁ ଆମ ଅଞ୍ଚଳରେ ଆମ ସହ କେହି ସମାନ ହେବେ ନାହିଁ, କାରଣ ସେଗୁଡ଼ିକ ଖୁବ ସତେଜ ଓ ଆମକୁ ସହଜରେ ମିଳିଥାଏ। ଯେହେତୁ ସେଟା ସତେଜ ଆଉ ସହଜରେ ସେମାନେ ପାଉଛନ୍ତି, ତେଣୁ ସେମାନେ ବହୁତ ଖୁସି ମଧ୍ୟ ଅଛନ୍ତି। ତ ଏବେ ଆସ ଦେଖିବା ଆମର କେଉଁ ଋତୁରେ କେଉଁ ଫଳ ମିଳିଥାଏ। ତ ଗ୍ରୀଷ୍ମ ଋତୁରେ ଆମ୍ବ, ତରଭୁଜ, ପଣସ, ଲିଚୁ, ବେଲ, ତାଳସଜ ଓ ଖରବୁଜ ପରି ଆମର ଫଳ ସବୁ ମିଳିଥାଏ। ସେହିପରି ଯଦି ବର୍ଷା ଋତୁ କଥା କହିବା, ସେତେବେଳେ ଜାମୁକୋଳି, ଆତ, ସପୁରୀ, ଡାଳିମ୍ବ, କରମଙ୍ଗା ଆଦି ଫଳ ଆମର ମିଳିଥାଏ, ଯାହାକୁ ଆମେ ବର୍ଷା ଋତୁରେ ଖାଇପାରିବା। ଶୀତ ଋତୁରେ କମଳା, ସେଓ, ଅଙ୍ଗୁରୁ, ପିଜୁଳି, ଅଁଳା, ବରକୋଳି ଆଦି ମିଳିଥାଏ। ତାହେଲେ ଏସବୁ ଯଦି ଆମେ କଣ ନା ଋତୁ ଅନୁସାରେ ଖାଇବା, ତାହେଲେ ଆମେ ତାର ପ୍ରକୃତ ସ୍ୱାଦ ଜାଣିପାରିବା, ଆଉ ତାର ସ୍ୱାଦର ଆମେ ଆନନ୍ଦ ନେଇ ପାରିବା। ଯଦି ଆମେ ତାକୁ ଅଲଗା ଋତୁରେ ଖାଇବା, ତେବେ କଣ ଅସୁବିଧା ହବ ନା ସେ ସ୍ୱାଦ ଆମେ ପାଇପାରିବା ନାହିଁ, କାରଣ ପ୍ରତ୍ୟେକ ଫଳର ସ୍ୱାଦ ତାର ଋତୁ ଅନୁସାରେ ହିଁ ଉପଯୁକ୍ତ ସ୍ୱାଦ ତାର ଆସିଥାଏ। ଯଦି ତାକୁ ଅଲଗା ଋତୁରେ ଆମେ ଖାଉଛେ, ତାକୁ ସେ ସ୍ୱାଦ ଆମେ ପାଇପାରିବା ନାହିଁ, କାରଣ ସେ ସବୁକୁ ସେମାନେ ଫ୍ରିଜରରେ ସାଇତିକି ରଖିଥିବେ, ଯାହା ଦ୍ୱାରା କି ତାର ସ୍ୱାଦରେ କିଛିଟା ପରିବର୍ତ୍ତନ ମଧ୍ୟ ଆସିଯିବ। ତା ସହିତ ସବୁଦିନିଆ ମଧ୍ୟ କେତେଟା ଫଳ ମିଳୁଛି, ଯେମିତି କଦଳୀ, ଅମୃତଭଣ୍ଡା, ନଡିଆ, ଲେମ୍ବୁ, ଏଗୁଡିକ କଣ ନା ଆମର ସବୁ ଋତୁରେ ସବୁ ମିଳିଥାଏ। ଆମେ ଯେତେବେଳେ ଚାହିଁବା ଆକୁ ଆମେ ଖାଇ ପାରିବା। ତେବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର କରିବା। ଫଳ ବା ପନିପରିବା କିଣିବା ପୂର୍ବରୁ କିପରି ଜିନିଷ ହିଁ କିଣିବା ଉଚିତ? କହିଲ, ଦିଶାର ଜେଜେ କିଣୁଥିଲେ କିପରି କିଣିବ? ସତେଜ ଫଳ ଆଉ ପନିପରିବା କିଣିବ ନାହିଁ। ଆମେ ସବୁବେଳେ କେଉଁ ପ୍ରକାର ଫଳ ଖାଇବା ଉଚିତ? କୁହ କୁହ। ଋତୁକାଳୀନ, ଯେଉଁ ଋତୁରେ ଯେଉଁ ଫଳ ମିଳିବ ଆମେ ତାକୁ ସେଇ ଋତୁରେ ଖାଇବା, ଅନ୍ୟ ଋତୁରେ ତାକୁ ଏବେ ଖାଇବା ନାହିଁ। ଖରାଦିନେ ମିଳୁଥିବା ଏକ ରସାଳ ଫଳର ନାମ କହିଲ? ହଁ, ମାଂସାଳ ଫଳ, ରସାଳ ଫଳ, ଅଧିକା ରସ ସେଥିରେ ଥାଏ। କୋଉ ଫଳ ଖରାଦିନେ ମିଳେ? ଆମ୍ବ ନାଇଁ, ଆମ୍ବ ମିଳେ, ଯୋଉଟା ରସାଳ ଫଳ, ଫଳ ମାନଙ୍କର ରାଜା। ତେବେ ଆସ ଆଉ କେତୋଟି ଶୂନ୍ୟ ସ୍ଥାନ ଆମେ ପୂରଣ କରିବା। ଫଳ ପନିପରିବା କିଣିବା ପୂର୍ବରୁ ତାକୁ ଭଲ ଭାବରେ ଡ୍ୟାସ୍ ନେବା ଉଚିତ। କଣ କରିବା? ପରଖି ନେବା ଉଚିତ ବା ଦେଖି ଚାହିଁ କିଣିବା ଉଚିତ। ଶୀତ ଦିନେ ବଜାରରେ ପ୍ରଚୁର ପରିମାଣରେ ଡ୍ୟାସ୍ ମିଳିଥାଏ। କଣ ମିଳିଥାଏ? କମଳା ମିଳିଥାଏ ନାଇଁ। ହଁ। ବର୍ଷା ଦିନେ ଆମେ ସାଧାରଣତଃ ଡ୍ୟାସ୍ ଫଳ ଦେଖିବାକୁ ପାଉ? କହିଲ ଦେଖି, କେଉଁ ଫଳ ଦେଖିବାକୁ ପାଉ? ଜାମୁକୋଳି ନାଇଁ। ହଁ। ତେବେ ଦେଖିଲ, ଗୋଟେ ସ୍ତମ୍ଭ ମିଳନ କଲ। ଖରା ଦିନେ କଣ ମିଳେ? ଆମ୍ବ। ଆମ୍ବକୁ କଣ କୁହାଯାଏ? ଫଳ ମାନଙ୍କର ରାଜା କୁହାଯାଏ ନାହିଁ, କାରଣ ବହୁତ ମିଠା। ଶୀତ ଦିନେ କଣ ମିଳେ? କମଳା ମିଳିଥାଏ ନାଇଁ। ଭେରି ଗୁଡ। ଆଉ ବର୍ଷା ଦିନେ ଜାମୁକୋଳି ମିଳିଥାଏ। ତ ଏବେ ଆସ
ଆଉ କେତୋଟି ପ୍ରଶ୍ନର ଆମେ ଉତ୍ତର କରିବା କରିବା ତ? ଆସ ଆମେ ଦେଖିବା ପ୍ରଶ୍ନ ଗୋଟେ କଣ ଅଛି। ପ୍ରଥମେ ଦେଖ, ଋତୁକାଳୀନ ଫଳ ଖାଇବା କାହିଁକି ଭଲ? କାହିଁକି ଆମେ ଋତୁକାଳୀନ ଫଳ ଖାଇବା? କିଏ କହିପାରିବ? କାରଣ ଋତୁକାଳୀନ ଫଳ ସତେଜ ଥାଏ, କାରଣ ଯେହେତୁ ସେଟା ସେଇ ସମୟରେ ହିଁ ମିଳିଥାଏ, ତାହା କଣ ଥାଏ? ସତେଜ ଥାଏ ଏବଂ ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ଵ ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ହାଟରେ ପନିପରିବା କିଣିବା ବେଳେ ଦିଶା କଣ ଲକ୍ଷ୍ୟ କଲା? କୁହ। ହଁ, ଦିଶା ଲକ୍ଷ୍ୟ କଲା ଯେ ଜେଜେବାପା ପନିପରିବା କିଣିବା ପୂର୍ବରୁ ତାକୁ ଭଲ ଭାବରେ ପରଖି ସତେଜ ଜିନିଷ ହିଁ ବାଛୁଥିଲେ। ଖରାପ ଜିନିଷ ସିଏ ଆଣୁନଥିଲେ, ଯୋଉଟା ସତେଜ ଅଛି, ଫ୍ରେଶ ଅଛି, ତାକୁ ସିଏ ହିଁ କିଣୁଥିଲେ। ଖରା ଦିନେ ମିଳୁଥିବା ଦୁଇଟି ଫଳର ନାମ କହିଲ? ଆମ୍ବ ଆଉ ତରଭୁଜ, ନାଇଁ? ହଁ, ତ ଆଜିର ଆମେ ଆଲୋଚନାକୁ ଏଇଠି ରଖିବା। ଆଶା କରୁଛି ତୁମମାନେ କିଛି ନା କିଛି ନୂଆ ଶିଖିଥିବ। ପୁଣି ଆଗାମୀ ଅଧ୍ୟାୟରେ ଦେଖା ହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।